এইମାନଙ୍କର ଯଦି ବିକାଶ ହେଇଯାଏ ବିକାଶ କରିପାରେ ତାହେଲେ ତାଙ୍କ ମୁଖ୍ୟମନ୍ତ୍ରୀର ଗାରିମା ସବୁଦିନ ପାଇଁ ରହିବ। ବାସ୍ତବରେ ଦେଖିବାକୁ ଗଲେ ଗତକାଲି ଯେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ତାଙ୍କ ବିଷୟରେ ଓଡ଼ିଶାରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି ହେବା ବି ସ୍ୱାଭାବିକ। କାହିଁକି ନା ଆମେ ଗୋଟେ ଯେଉଁ ଧାରାରେ ଚଳି ଆସିଥାଉ ସେ ଧାରା ପରିବର୍ତ୍ତନ ଆମକୁ ଟିକେ ଅଡ଼ୁଆ ଲାଗେ। ଆମେ ଭାବିଥାଉ ଯେ ମୁଖ୍ୟମନ୍ତ୍ରୀ ସେ ଆଗରୁ ବହୁତ ଥର ମନ୍ତ୍ରୀ ହେଇଥିବେ, ଅଭିଜ୍ଞତା ଥିବ, ଅତୀତର ଅଭିଜ୍ଞତାକୁ ନେଇକି ସେ ବୋଧେ ଭଲ ପ୍ରଶାସକ ହେଇପାରିବେ। କିନ୍ତୁ ଏଥର ଯେ ମୁଖ୍ୟମନ୍ତ୍ରୀ ହେଲେ ସେ ଅପେକ୍ଷାକୃତ ଜଣେ ଯୁବକ ଏବଂ ପ୍ରଥମ ଥର ପାଇଁ ମନ୍ତ୍ରୀ ନ ହେଇକି ସେ ମୁଖ୍ୟମନ୍ତ୍ରୀ ହେଇଛନ୍ତି। ସେ ଦୃଷ୍ଟିରୁ ଲୋକମାନଙ୍କର କିଛି ଆକଳନ ଟିକେ ଏପାକ ସେପାକ ହେଉଥିବ। ଆମେ ଯଦି ମନେ ପକାଇବା ଆଚ୍ଛା ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ହେଲାବେଳେ କ'ଣ ଆଗରୁ ତାଙ୍କର କିଛି ଅଭିଜ୍ଞତା ଥିଲା? ଯେତେବେଳେ ମୁଖ୍ୟମନ୍ତ୍ରୀ ଯେତେବେଳେ ହେଲେ ନରେନ୍ଦ୍ର ମୋଦି ଗୁଜରାଟର ତା ପୂର୍ବରୁ ସେ MLA ବି ନଥିଲେ, ସେ ତ ପୁଣି ଶାସନ କରିପାରିଲେ। ତେଣୁ ଗଣତନ୍ତ୍ରରେ ସବୁବେଳେ କିଛି ନୂଆ ଜିନିଷ ହୁଏ ଏବଂ ଅଭିଜ୍ଞତା ଅପେକ୍ଷା ଅନୁଭବର ଗୁରୁତ୍ୱ ବେଶୀ। ମୋହନ ଭାଇଙ୍କ ପାଖରେ ବା ମୋହନ ଚରଣ ମାଝୀଙ୍କ ପାଖରେ ସେ ଅନୁଭବର କଥା ବେଶୀ ଅଛି, ଅଭିଜ୍ଞତା ଅନୁଭବରୁ ଆସେ। ଆମେ ଯଦି ଭାରତ ଛାଡ଼ିଦିଅ ଓଡ଼ିଶାର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକଳାପକୁ ଦେଖିବା, ବାସ୍ତବରେ ମନ୍ତ୍ରିମଣ୍ଡଳ କୁହାଯାଏ ଏଇଥିପାଇଁ ମନ୍ତ୍ରିମଣ୍ଡଳ ସମସ୍ତଙ୍କ ସହିତ ଆଲୋଚନା ଏବଂ ସହମତି ଭିତରେ ଚଳାଯାଏ। କିନ୍ତୁ ସେ ଧାରା ଏକରକମ 1980 ମସିହା ପର୍ଯ୍ୟନ୍ତ ଥିଲା। ମୁଁ ବ୍ୟକ୍ତିଗତ ଭାବରେ ଦେଖିଛି ନୀଳମଣି ବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ 77 ମସିହାରେ ସବୁ ମନ୍ତ୍ରୀମାନେ ବସନ୍ତି, ଗୋଟେ ଅଣାନୁଷ୍ଠାନିକ ଆଲୋଚନା ବିଭିନ୍ନ ବିଷୟରେ ହୁଏ ଏବଂ ସେ ନିର୍ଦ୍ଦେଶକୁ ପୁଣି କ୍ୟାବିନେଟ୍ରେ ପକାଇ ଅନୁମୋଦନ କରାଯାଏ। ମୁଖ୍ୟମନ୍ତ୍ରୀ ଏକଛତ୍ର ଭାବରେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଯାହା ବାହାରିଲା ସେଇଟା ବେଦ, ସେମିତି ହେଉନଥିଲା। 80 ମସିହାଠାରୁ ସେ ଧାରା ବଦଳିଲା। ଯାହା ନେହେରୁ କହିଥିଲେ ପ୍ରାଇମ୍ ମିନିଷ୍ଟର ଇଜ୍ ଦି ଫାଷ୍ଟ ଏମଙ୍ଗ ଇକ୍ୱାଲ୍ସ, ସବୁ ସମାନ ବ୍ୟକ୍ତିତ୍ୱଙ୍କ ଭିତରେ ସେ ପ୍ରଥମ, ଅଲଗା ନୁହେଁ। କିନ୍ତୁ 80 ମସିହାରେ ଆମେ ଓଡ଼ିଶା ରାଜନୀତିରେ ଦେଖିଲୁ ମୁଖ୍ୟମନ୍ତ୍ରୀ ଯାହା କହିଲେ ତାକୁ ଅନ୍ୟମାନେ କେବଳ ମୁଣ୍ଡ ଟୁଙ୍ଗାରିଲେ, ନିଜର ମତ ଦେଲେ ନାହିଁ। ଏବଂ ସେଇଟା ଅତି ଚରମ ସୀମାରେ ପହଞ୍ଚିଲା ଯେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଲେ। କାରଣ ନବୀନ ବାବୁ ଯାହା କହୁଥିଲେ ମନ୍ତ୍ରୀମାନେ ତାପରେ ପ୍ରଶ୍ନ ବି କରୁନଥିଲେ, ସେପଟୁ ନିଷ୍ପତ୍ତି ଆସୁଥିଲା, କ୍ୟାବିନେଟ୍ରେ ଖାଲି ମୁଣ୍ଡ ଟୁଙ୍ଗାରିବା ଛଡ଼ା ମତାମତ କିଛି ନଥିଲା। କ୍ୟାବିନେଟ୍ ଏଇଥିପାଇଁ ଥାଏ ଯେଉଁଠି ସମସ୍ତେ ଆଲୋଚନା ପର୍ଯ୍ୟାଲୋଚନା କରି ଯେଉଁ ନିଷ୍କର୍ଷରେ ପହଞ୍ଚନ୍ତି ତାହାକୁ ହିଁ କାର୍ଯ୍ୟକାରୀ କରାଯାଏ। ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଅଭିରୁଚି ବା ବ୍ୟକ୍ତିଗତ ନିର୍ଦ୍ଦେଶ ଅନୁସାରେ ହୁଏ ନାହିଁ। ମୋତେ ଲାଗୁଛି ଏଥର ଯେଉଁ ମନ୍ତ୍ରିମଣ୍ଡଳ ହେଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭୁତ୍ୱ ରହିବ ନାହିଁ, ମୁଖ୍ୟମନ୍ତ୍ରୀଙ୍କର ସହଭାଗିତା ରହିବ। ସବୁ ନିଷ୍ପତ୍ତି ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ହିଁ ନିଷ୍ପତ୍ତି ନିଆଯିବ, ଯାହା ଏକ ଭଲ ଲକ୍ଷଣ, ତାହା ଗଣତନ୍ତ୍ର ଗୋଟେ ପାଇଁ ଏକ ଶୁଭ ଲକ୍ଷଣ। ମୁଖ୍ୟମନ୍ତ୍ରୀ ଏକଛତ୍ର ହେବାକୁ ସୁଯୋଗ ପାଇବେ ନାହିଁ। ଶିଶୁ ମନ୍ଦିରର ସେ ଗୁରୁଜୀ ଥିଲେ, ଶିକ୍ଷକତାରୁ ଆରମ୍ଭ କରିଥିଲେ। ଏବେ ଆମେ ଭାବୁଛୁ କାରଣ ଆମେ ଗତ ପ୍ରାୟ 30-40 ବର୍ଷ ଭିତରେ ଶିକ୍ଷକଙ୍କର ରାଜନୈତିକ ଭୂମିକାକୁ ଆମେ ହିସାବ କରିନାହୁଁ। କିନ୍ତୁ କହିବା ଯଦି ଆମେ ଅତୀତକୁ ଦେଖିବା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ମଧ୍ୟ ଜଣେ ଶିକ୍ଷକ ଥିଲେ। ବିନାୟକ ଆଚାର୍ଯ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏ ମଧ୍ୟ ଜଣେ ଶିକ୍ଷକ ଥିଲେ। ଏପରିକି ଆଗରୁ ଗୋଟେ ଧାରା ଥିଲା କେନ୍ଦ୍ରରେ ପ୍ରାୟ ଅଧ୍ୟାପକମାନଙ୍କୁ ହିଁ ଶିକ୍ଷାମନ୍ତ୍ରୀ କରାଯାଉଥିଲା। ଶିକ୍ଷା ହିଁ ଗୋଟେ ସମାଜର ମୂଳପିଣ୍ଡ। ଶିକ୍ଷକଙ୍କର ଯେଉଁ ଛାତ୍ରକୁ ଦେଖି ଯେଉଁ ଅନୁଭବ ଥାଏ ତାହା ହିଁ ରାଜନୈତିକ ରୂପାନ୍ତରୀକରଣ ହେଲେ ତାହା ଏକ ଶୁଭ ଲକ୍ଷଣରେ ପରିଣତ ହେବ। ଆଉ ମୋହନ ଚରଣ ମାଝୀ ଜଣେ ଧନୀ ଘରର ପିଲା ନୁହଁ, ଅତି ମହାଜ୍ଞାନୀ ଅହଙ୍କାରୀ ମଧ୍ୟ ନୁହେଁ। ଆମେ ବେଳେବେଳେ ଭାବୁ ଯେଉଁମାନେ ବହୁତ ବେଶୀ ପାଠଶାଠ ପଢ଼ିଥାନ୍ତି ସେମାନଙ୍କ ଭିତରେ ଜ୍ଞାନର ଭଣ୍ଡାର ଥାଏ, ତାଙ୍କ ପାଖରେ କିଛି ତଥ୍ୟ ଥାଏ, ଜ୍ଞାନ ନଥାଏ। ତଥ୍ୟ ଜ୍ଞାନ ନୁହଁ, ଜ୍ଞାନଟା ସାର୍ଟିଫିକେଟ୍ ଭିତରେ ନଥାଏ। ଅତୀତରେ ଜଣେ ଏଇ ନିକଟ ଅତୀତରେ ଜଣେ ପ୍ରବୀଣ IAS ଅଫିସର ଯେ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିଲେ, ତାଙ୍କୁ ଗୋଟେ ଟିଭିର ଜଣେ ଛୋଟ ଝିଅଟିଏ 5ଟିଏ ପ୍ରଶ୍ନ ସାଧାରଣ ପ୍ରଶ୍ନ ପଚାରିଲା, ତାର ସେ ଉତ୍ତର ଦେଇପାରିଲେ ନାହିଁ। ତେଣୁ ଯେଉଁ ଦାୟିତ୍ୱ ମିଳେ ସେ ଦାୟିତ୍ୱକୁ ଠିକ୍ ଭାବରେ ନିର୍ବାହ କରିପାରିଲେ ଠିକ୍ ହୁଏ। ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଦିବାସୀ ପରିବାରରୁ ଆସୁଥିବା ମୋହନ ଭାଇ, ଯଦି ଆଦିବାସୀ ଯାହାଙ୍କର ସଂଖ୍ୟା, ଆଦିବାସୀ ମୁଁ କହୁଛି ଏଇଥିପାଇଁ ଯେ ପ୍ରକୃତରେ ସେ ଶବ୍ଦଟି ମୂଳ ଅଧିବାସୀରୁ ଆଦିବାସୀ ହେଇଛି। ସେମାନେ ହେଉଛନ୍ତି ରାଜ୍ୟର ମୂଳ ଅଧିବାସୀ, ମୂଳ ଲୋକ। ସେଇମାନେ ଆଜି
ତଳେ ପଡ଼ିଛନ୍ତି ସେଇମାନଙ୍କର ଯଦି ବିକାଶ ହେଇଯାଏ ବିକାଶ କରିପାରେ ତାହେଲେ ତାଙ୍କ ମୁଖ୍ୟମନ୍ତ୍ରୀର ଗାରିମା ସବୁଦିନ ପାଇଁ ରହିବ। ସ୍ୱାଭାବିକ ଭାବରେ ଓଡ଼ିଶା ଏକ କୃଷି ପ୍ରଧାନ ଦେଶ ରାଜ୍ୟ ହେଇଥିବାରୁ କୃଷକ ଆଦିବାସୀ ହରିଜନମାନଙ୍କ ଉପରେ ଗୁରୁତ୍ୱ ଦିଆଯିବା ଦରକାର ଏବଂ ଯେଉଁ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ 3 ଜଣ ହେଇଛନ୍ତି ଅନ୍ତତଃ ରାଜନୈତିକ ଦୃଷ୍ଟିକୋଣ ତ ନିଶ୍ଚୟ ରହିବ। ଆଦିବାସୀମାନଙ୍କର ଭିତରେ ବିଜେପିର ଭୋଟ୍ ବେଶୀ, ପଶ୍ଚିମ ଓଡ଼ିଶାରେ ମଧ୍ୟ ବେଶୀ, ମହିଳାମାନଙ୍କ ଭୋଟ୍ରେ ଏଥର ବିଜେପି ସରକାର ଗଢ଼ିଛି। ତେଣୁ ଜଣେ ମୁଖ୍ୟମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର, ଉପମୁଖ୍ୟମନ୍ତ୍ରୀ ବରିଷ୍ଠ ଉପମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଏବଂ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ମହିଳା। ତେଣୁ ଏଇଟା ସମୀକରଣ ଭଲ ରହିଛି ଏବଂ ବିଶେଷ କରି ଆମର ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁରଜ ସୂର୍ଯ୍ୟବଂଶୀ ଯେଉଁ ମନ୍ତ୍ରୀ ହେଇଛନ୍ତି ତାଙ୍କଠାରୁ ଓଡ଼ିଶାବାସୀ ବହୁତ କିଛି ଆଶା କରନ୍ତି ଏବଂ ମୁଁ ଭାବୁଛି ସେ କାହାରିକୁ ହତାଶ କରିବେ ନାହିଁ। ଏ ମନ୍ତ୍ରିମଣ୍ଡଳ ସମସ୍ତଙ୍କର ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ।